एलपीजी गैस धारक ପାଇଁ ଆସିଲା ଖୁସି ଖବର। ଯୋଉମାନଙ୍କ ପାଖରେ ଗ୍ୟାସ୍ କନେକ୍ସନ୍ ଅଛି ସେମାନଙ୍କୁ ମିଳିବ 3600 ଟଙ୍କା। କେବେ ମିଳିବ କାହିଁକି ମିଳିବ ଚାଲନ୍ତୁ ସେ ବିଷୟରେ କହିବି। କୋଉମାନଙ୍କୁ ମିଳିବ 3600 ଟଙ୍କା? ଯୋଉମାନେ ଗ୍ୟାସ୍ କନେକ୍ସନ୍ ନେଇଛନ୍ତି ସେଇମାନଙ୍କୁ 3600 ଟଙ୍କା ମିଳିବ। ବହୁତ ଖୁସି ଖବର ଏଇଟା ଆପଣମାନଙ୍କ ପାଇଁ ଆସିଛି। ଗ୍ୟାସ୍ କନେକ୍ସନ୍ ଥିଲା ଆକାଉଣ୍ଟକୁ 3600 ଟଙ୍କା। ଜାଣନ୍ତୁ କିପରି, ଚାଲନ୍ତୁ ଜାଣିବା କିପରି ଆସିବ 3600 ଟଙ୍କା। ଠିକ୍ ଅଛି, ଦେଖିପାରୁଥିବେ ଡେଲି ହଣ୍ଟରେ ଗୋଟେ ପ୍ରକାଶ ପାଇଛି ପିଏମ୍ ଉଜ୍ଜ୍ୱଳା ଯୋଜନା ଅଧୀନରେ ଏଲପିଜି ସିଲିଣ୍ଡର ନେଉଥିବା ଲୋକଙ୍କ ପାଇଁ ଭଲ ଖବର। କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ଉପଲବ୍ଧ ଏଲପିଜି ସିଲିଣ୍ଡର ଉପରେ 300 ଟଙ୍କା ପ୍ରଦାନ କରୁଛନ୍ତି। ଆପଣମାନେ ତ ଜାଣନ୍ତି 300 ଟଙ୍କା ଲେଖା ଏଲପିଜି ପ୍ରତି ବୁକିଂରେ ଏଲପିଜି ସବସିଡି 300 ଟଙ୍କା ଲେଖା ମିଳୁଛି। ସେଇ 300 ଟଙ୍କା ଯଦି ଆପଣମାନେ କିଛି ଅଧିକ ବୁକିଂ କରୁଛନ୍ତି କ'ଣ, ଚାଲନ୍ତୁ ମୁଁ ସାରାଂଶରେ ବୁଝେଇକି ଆପଣମାନଙ୍କୁ କହିବି କ'ଣ କେମିତି ଆପଣମାନଙ୍କୁ ମିଳିବ। ତା ପୂର୍ବରୁ ଆମ ଚ୍ୟାନେଲରେ ଯଦି ନୂଆ ଆସୁଛନ୍ତି ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଆସୁଥିବା ଘଣ୍ଟିକୁ ଅଲ୍ରେ କ୍ଲିକ୍ କରିଦେଇ ଆମେ ଯେଉଁ ଭିଡ଼ିଓ ଛାଡ଼ିବୁ ଆପଣଙ୍କୁ ସର୍ବପ୍ରଥମେ ମିଳିଯିବ। ଆଉ ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଗୋଟେ ଲାଇକ୍ କରିବାକୁ ଜମାରୁ ଭୁଲିବେନି। ତ ଦର୍ଶକ ବନ୍ଧୁ ଆଉ ଡେରି କରିବାନି, ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ବର୍ତ୍ତମାନ ସାରା ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା 9.6 କୋଟି। ଏହି କାରଣରୁ ଦେଶରେ 9.9 କୋଟି ଲୋକ ସବସିଡି ବୃଦ୍ଧିରେ ସିଧାସଳଖ ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ସରକାର ଗରିବ ଲୋକଙ୍କୁ ରିହାତି ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଉଛନ୍ତି। ଠିକ୍ ଅଛି, ବର୍ତ୍ତମାନ ସବୁଠୁ ବଡ଼ କଥା ହେଉଛି ଏହି ହିତାଧିକାରୀମାନେ ବର୍ଷକୁ 3600 ଟଙ୍କା ପାଇବେ। ସରକାର ପ୍ରତି 14 ଲିଟର ଗ୍ୟାସ୍ ପାଇଁ 300 ଟଙ୍କା ସବସିଡି ଦେଉଛନ୍ତି। ଏଇଟା ତ ସମସ୍ତେ ଜାଣିଛନ୍ତି, ପ୍ରତି 14 ଲିଟର ଗ୍ୟାସ୍ ପାଇଁ 300 ଟଙ୍କା ଲେଖା ସବସିଡି ଡାଇରେକ୍ଟ ଆପଣମାନଙ୍କ ବ୍ୟାଙ୍କ ଖାତାକୁ ଆସୁଛି। ଯଦି ଜଣେ ବ୍ୟକ୍ତି ବର୍ଷକୁ 12ଟି ସିଲିଣ୍ଡର ବୁକ୍ କରନ୍ତି ତେବେ 300 ଟଙ୍କା ଲେଖା 3600 ଟଙ୍କା ମିଳିବ। ଏହି ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ତ ଏଇଟା ତ ସଫା କଥା, ସମସ୍ତେ ଜାଣନ୍ତି। ମାନେ ସରକାର 300 ଟଙ୍କା ଲେଖା ସବସିଡି ଦଉଛନ୍ତି ପ୍ରତି 14 ଲିଟରରେ। ଯଦି ଯଦି ଗୋଟେ ବ୍ୟକ୍ତି ଯଦି 12ଟି ସିଲିଣ୍ଡର ବୁକିଂ କରୁଛି, 12ଟି ସିଲିଣ୍ଡର 300 ଟଙ୍କା ଲେଖା 3600 ଟଙ୍କା ଲେଖା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଯଦି ଆପଣ ଏକାଥରେ ବୁକିଂ କରୁଛନ୍ତି। ବହୁତ ଭଲ ଫାଇଦା ବି ଆପଣମାନେ ରହିପାରିବେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହେଉଛି କେନ୍ଦ୍ର ସରକାରୀ ଯୋଜନା। ଏହା 2016 ମସିହାରେ ପିଏମ୍ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏଥି ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ଗ୍ୟାସ୍ ସଂଯୋଗ ଦିଆଯାଇଥାଏ। ଯୋଗ୍ୟ ବ୍ୟକ୍ତି କିଏ? ଆପଣଙ୍କ ବୟସ 18ରୁ ଅଧିକ। ଯଦି ଆପଣ ଜଣେ ମହିଳା, ଯଦି ଆପଣଙ୍କ ଘରେ ପୂର୍ବରୁ ଏଲପିଜି ସଂଯୋଗ ନାହିଁ, ଯଦି ଆପଣଙ୍କର ବିପିଏଲ୍ କାର୍ଡ଼ ଅଛି ଏବଂ ନାମ ବିପିଏଲ୍ ତାଲିକାରେ ଅଛି, ଯଦି ଆପଣଙ୍କ ରାସନ କାର୍ଡ଼ ଧାରକ ଇତ୍ୟାଦି, ଏହି ସବୁ ବ୍ୟକ୍ତିମାନେ ଉଜ୍ଜ୍ୱଳା ଗ୍ୟାସ୍ରେ ଆପ୍ଲାଏ କରିପାରିବେ। ଯଦି ଆପଣମାନେ ଏଯାଏ ଉଜ୍ଜ୍ୱଳା ଗ୍ୟାସ୍ ଯୋଜନାରେ ଆପ୍ଲାଏ କରିନାହାନ୍ତି ଜଲ୍ଦି କରିନିଅନ୍ତୁ। ଆଉ ଯଦି ଉଜ୍ଜ୍ୱଳା ଗ୍ୟାସ୍ ଯୋଜନାର ଆପ୍ଲାଏ ଭିଡ଼ିଓ ଆପଣମାନଙ୍କର ଦରକାର ତାହେଲେ ଆମ କମେଣ୍ଟ ବକ୍ସରେ ନିଶ୍ଚିନ୍ତ କମେଣ୍ଟ କଲେ ଆମେ ଆପଣମାନଙ୍କ ପାଇଁ ଭିଡ଼ିଓ ନେଇ ଆସିବୁ କେମିତି ଆପଣମାନେ ଉଜ୍ଜ୍ୱଳା ଗ୍ୟାସ୍ ଯୋଜନାରେ ଫର୍ମ ପକାଇ ପାରିବେ। ଆପଣ ଏହିପରି ଆବେଦନ କରିପାରିବେ। ଏଲପିଜି ସବସିଡି ପାଇଁ ଆବେଦନ କରିବାର ସବୁଠାରୁ ସରଳ ଉପାୟ ହେଉଛି ଗ୍ୟାସ୍ କମ୍ପାନୀ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବା। ଏଚପି ଗ୍ୟାସ୍, ଭାରତ ଗ୍ୟାସ୍, ଇଣ୍ଡିଆନ୍ ଅଏଲ୍, ଏହି 3ଟି ଗ୍ୟାସ୍ କମ୍ପାନୀ ୱେବସାଇଟ୍ରେ ଆପଣ ଆବେଦନ ପ୍ରକ୍ରିୟା ସମାନ। ଆପଣଙ୍କର ଗ୍ରାହକ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ, ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପୂରଣ କରନ୍ତୁ, ଆବେଦନ ଫର୍ମ, ଗ୍ୟାସ୍ ଏଜେନ୍ସିର ନାମ, ଏସବୁ ଆପଣମାନେ ଆପ୍ଲାଏ କଲାବେଳେ ହିଁ ଦେଇପାରିବେ। ଆପ୍ଲାଏ କେମିତି କରିବେ ତାର ପ୍ରୋସେସଟା କହିଛି। ଯଦି ଆପଣମାନେ କେମିତି ଆପ୍ଲାଏ କରିବେ ତାର ଗୋଟେ ଭିଡ଼ିଓ ଆପଣମାନଙ୍କର ଦରକାର ତାହେଲେ ଆମେ ଆପଣମାନଙ୍କ ପାଇଁ ଭିଡ଼ିଓ ନେଇ ଆସିବୁ। ଯଦି ଆପଣମାନଙ୍କର କମେଣ୍ଟ ଅଧିକାରୁ ଅଧିକା ଆସିଲା ତାହେଲେ ଆମେ ନିଶ୍ଚିନ୍ତ ଗ୍ୟାସ୍ କେମିତି କ'ଣ ଆପଣମାନେ ଆପ୍ଲାଏ କରିବେ ପୁରା ଫୁଲ୍ ଟୁ ଫୁଲ୍ ପ୍ରୋସେସ୍ 1 by 1 ପ୍ରୋସେସ୍ ଆପଣମାନଙ୍କ ପାଇଁ ନେଇ ଆସିବୁ। ଆପଣମାନେ ଭିଡ଼ିଓ ଦେଖି ଉଜ୍ଜ୍ୱଳା ଗ୍ୟାସ୍ ଅଧୀନରେ ଆପଣମାନେ ଫର୍ମ ପକାଇ ଆପଣମାନେ ସବସିଡି ପାଇପାରିବେ। ଏଇଭଳି ଭାବେ ଆପଣମାନେ 3600 ଟଙ୍କା ଲେଖା ଉଜ୍ଜ୍ୱଳା ଗ୍ୟାସ୍ ଯୋଜନାରେ ପାଇପାରିବେ। ଆଉ ଡେରି ନକରି ଆପଣମାନେ ତୁରନ୍ତ ହିଁ କମେଣ୍ଟ କରିବା ଷ୍ଟାର୍ଟ କରିଦିଅନ୍ତୁ। ଯଦି ବି ଆପଣମାନେ ଭିଡ଼ିଓ ଦେଖୁଛନ୍ତି ଏବେ ହିଁ କମେଣ୍ଟ କରିଦିଅନ୍ତୁ। କମେଣ୍ଟ କଲେ ଆମେ ଆପଣମାନଙ୍କ ପାଇଁ ନିଶ୍ଚିନ୍ତ ଭିଡ଼ିଓ ନେଇ ଆସିବୁ, ପୁରା ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଭିଡ଼ିଓ ଆପଣମାନେ କେମିତି ଉଜ୍ଜ୍ୱଳା ଗ୍ୟାସ୍ ଯୋଜନାରେ ଫର୍ମ ପକାଇବେ। ଠିକ୍ ଅଛି। ଦର୍ଶକ ବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ଏ ଛୋଟିଆ ଇନଫର୍ମେସନ୍ ଭିଡ଼ିଓଟି ନିଶ୍ଚିତ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଆମ ଚ୍ୟାନେଲକୁ ଲାଇକ୍ କରିବାକୁ ଜମାରୁ ବି ଭୁଲିବେନି। ଆଉ ଯଦି ଚ୍ୟାନେଲରେ ନୂଆ ଆସୁଛନ୍ତି ତାହେଲେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଦର୍ଶକ ବନ୍ଧୁ, ଡେରି ନକରି ଏବେ ହିଁ ଗୋଟେ ସବସ୍କ୍ରାଇବ୍ ବଟନ୍ ଦବାଇ ଦିଅନ୍ତୁ
ପାଖରେ ଆସିଥିବା ଘଣ୍ଟିକୁ ଅଲ୍ କ୍ଲିକ୍ କରିଦିଅନ୍ତୁ। ଆମେ ଯେଉଁ ଭିଡ଼ିଓ ଛାଡ଼ିବୁ ଆପଣଙ୍କୁ ସର୍ବପ୍ରଥମେ ମିଳିଯିବ। ସୋ ଦର୍ଶକ ବନ୍ଧୁ ଭିଡ଼ିଓଟି ଏଇଠି ଶେଷ କରୁଛି। ରହୁଛି। ନମସ୍କାର। ଜୟ ଜଗନ୍ନାଥ।